ଶିବରାତ୍ରି ପରଦିନ କାହାକୁ ଜାଗର ମେଳା ବୁଲିବା ପାଇଁ ଭଲ ଲାଗେ? କାହାକୁ ଭଲ ଲାଗେ କଣ? ସମସ୍ତଙ୍କୁ ଭଲ ଲାଗେ। ସ୍ପେଶିଆଲି ଝିଅମାନଙ୍କୁ ଶିବରାତ୍ରି ପରଦିନ କ'ଣ ପାଇଁ? ଯଦି ବର୍ଷର 365 ଦିନ ବି ମେଳା ପଡ଼ିବ ନା, ତଥାପି ଝିଅମାନେ ମେଳା ବୁଲିବାରେ ଥକିବେନି। ସେମିତି ଶିବରାତ୍ରି ପରଦିନ ଆଫ୍ଟରନୁନ୍ରେ ଯାଇଥିଲି ଟିକେ ମେଳା ବୁଲିବା ପାଇଁ। ମନ୍ଦିର ଯାଇଥିଲି ଫାଷ୍ଟ। ଦେଖନ୍ତୁ ମନ୍ଦିର କେତେ ସୁନ୍ଦର ମନ୍ଦିର, ଯେଉଁ ରାଜାଙ୍କ ଅମର ମନ୍ଦିର। ବହୁତ ସୁନ୍ଦର ଲାଗେ ମନ୍ଦିର ଯିବା ପାଇଁ। ଆଉ ତାପରେ ଟିକେ ଆଇସ୍କ୍ରିମ୍ ଖାଇଲୁ, ଯେହେତୁ ଫାଷ୍ଟିଂ ଥିଲା ତା ପୂର୍ବ ଦିନ ରାତି ଅନିଦ୍ରା। ଆଇସ୍କ୍ରିମ୍ ଖାଇଲେ ଥଣ୍ଡା ଥଣ୍ଡା ଲାଗେ, ଭଲ ବି ଲାଗେ। ଆଉ ମେଳା ମାନେ ତ ଚୁଡ଼ି ହରେକ ମାଲ ତ ନିହାତି ରହିବ। ଏଇ ଚୁଡ଼ି ଗୁଡ଼ା ବେଙ୍ଗଲ୍ସ ସବୁ ଭଲ ଲାଗୁଥିଲା। ମାତ୍ର 50 ରୁପିଜ୍ ଥିଲା। ମେଳାରେ ଦୁଇଟା ଜିନିଷ ମୋତେ ବହୁତ ଭଲ ଲାଗେ। ଗୋଟେ ହେଲା ଫ୍ଲାୱାର୍ସ ଆଉ ଗୋଟେ ହେଲା ଇୟରିଂ। ଗୋଟେ ଏଠି ଏତେ ଇୟରିଙ୍ଗସ୍ ଭଲ ନଥିଲା, କଲେକ୍ସନ୍ ଭଲ ନଥିଲା, ବହୁତ କିଛି କମ୍ ଥିଲା। ମୋତେ କିଛି ଖାସ୍ ଲାଗିଲାନି। ଆଉ ଫ୍ଲାୱାର୍ସ ବି ସେମିତି ବେଶୀ କିଛି ନଥିଲା। ତା ସହିତ କିଛି ବେଲୁନ୍ସ ଦେଖନ୍ତୁ, ବହୁତ ସାରା ବେଲୁନ୍ ଭଲ ଲାଗିଥିଲା। ଫାର୍ଷ୍ଟ ଟାଇମ୍ ଗୋଟେ ଜିନିଷ ନୋଟିସ୍ କଲି ଏଠି ମେଳାରେ କି ଭେଜିଟେବଲ୍ସ ବି ଥିଲା। ମେଳାରେ ଭେଜିଟେବଲ୍ସ ମୁଁ ଫାର୍ଷ୍ଟ ଟାଇମ୍ ଦେଖିଲି। ତା ସହିତ ସବୁ ବହୁତ ସାରା କିଛି ଦୋକାନ ପଡ଼ିଥିଲା। କିଛି ଦୋକାନ ଉଠି ବି ଯାଇଥିଲା, ଯେହେତୁ ଗୋଟେ ଦିନ ପାଇଁ ହିଁ ମେଳା ପଡ଼େ। ଟିକେ ଆମେ ବୁଲାବୁଲି କଲୁ। ତା ସହିତ ଚଣା ଉଖୁଡ଼ା ଏଗୁଡ଼ାକ ସବୁ କିଛି କିଣାକିଣି ବି କରିଥିଲୁ। ଆଉ ଖାଇବା ପାଇଁ ଭଲ ଲାଗେ। ତା ସହିତ କିଛି ଖାଇଲୁ ଆମେ ପାଓ ଭାଜି। ମୁଁ ତ ପାଓ ଭାଜି ଖାଇନଥିଲି, କିଛି ଖାଇଥିଲି ମସରୁମ୍, ତା ସହିତ ପନିର ପକୋଡ଼ା ଆଣିଥିଲି। ବଟ୍ ଜମା ବି ଭଲ ଲାଗୁନଥିଲା, ସ୍ମେଲ୍ ହେଉଥିଲା। ତାଙ୍କୁ ଯଦି କହିଲି ଏଇଟା ଭଲ ଲାଗୁନି, ସେମାନେ କହିଲେ କେହି ତ କମ୍ପ୍ଲେନ୍ କରୁନାହାନ୍ତି, ଆପଣମାନେ କ'ଣ ପାଇଁ କମ୍ପ୍ଲେନ୍ କରୁଛନ୍ତି? ତ ଯାହା ବି କୁହନ୍ତୁ, ସେ ପନିର ମସରୁମ୍ ଜମା ବି ଖାଇପାରିଲିନି, ତାକୁ ସବୁ ଫିଙ୍ଗିଲି। ତାପରେ ମୁଁ ଟିକେ ସୁଇଟ୍ କର୍ଣ୍ଣ ଖାଇଥିଲି କିଛି। ତାପରେ ଏମିତି ସବୁ ହରେକ ମାଲ୍, ଯେମିତି 10 ଟଙ୍କିଆ 15 ଟଙ୍କିଆ ଜିନିଷ ସବୁ କିଛି, ମୁଁ ସେମିତି ବେଶୀ କିଛି ଆଣିନଥିଲି। ସ୍ପେଶାଲି ଯେଉଁ ଗୋଟି ସବୁ ମୋତେ ବହୁତ ଭଲ ଲାଗେ। ଆଉ ସବୁବେଳେ ମୋ ପାଖରେ ଏମିତି ଗୋଟି ଥାଏ। କେଉଁଠି ମୁଁ କିଛି ବି ଚେଞ୍ଜ ପଇସା ପାଏ ତ ମୁଁ ସେ ଗୋଟିରେ ପକାଇଦିଏ। ଏବେ ବି ମୋ ପାଖରେ ଗୋଟେ ଗୋଟି ଅଛି, ଯେଉଁଟାକି ଫୁଲ୍ ହେଇନଥିଲା, ସେଥିପାଇଁ ମୁଁ ଆଉ ଗୋଟି ଆଣିଲିନି। ତା ସହିତ ଏସବୁ ଟେଡ଼ି ଦେଖନ୍ତୁ, କେତେ ସୁନ୍ଦର ସୁନ୍ଦର ଟେଡ଼ି ଲାଗିଲା। ଛୋଟ ଛୋଟ ଟେଡ଼ି ସବୁ ଥିଲା, ବହୁତ ଭଲ ଲାଗୁଥିଲା। ମୁଁ ଖାଲି ପ୍ଲେଟ୍ ଆଣିଥିଲି, ଯେଉଁ 20 ଟଙ୍କିଆ ପ୍ଲେଟ୍ ସବୁ 5ଟା ନା 6ଟା ମୁଁ ଆଣିଥିଲି। ବୋଧେ 5ଟା ପ୍ଲେଟ୍ ଆଣିଥିଲି। ଭଲ ଲାଗୁଥିଲା, ହ୍ୱାଇଟ୍ର ପ୍ଲେଟ୍ ସବୁ ଥିଲା। ତା ସହିତ ଏଥିରେ ସ୍ପୁନ୍ ଆଣିଥିଲି। ଏଇ ଯେଉଁ 2ଟା ସ୍ପୁନ୍ ଆଣିଥିଲି ସୁପ୍ କରିବା ପାଇଁ, କିଛି ବଢ଼ାବଢ଼ି ପାଇଁ। ଏ ସ୍ପୁନ୍ଟା ମୋତେ ବହୁତ ଭଲ ଲାଗିଲା, 20 ଟଙ୍କିଆ ସ୍ପୁନ୍ଟା। ତା ସହିତ ଡବାଟା ଆଣିଥିଲି। ଥ୍ୟାଙ୍କ ୟୁ।